ସୁଭଦ୍ରା ଯୋଜନାର ଆସିବ ଦ୍ୱିତୀୟ କିସ୍ତି। ଦର୍ଶକ ବନ୍ଧୁ ଚାଲନ୍ତୁ ଜାଣିବା ଏହି ଭିଡ଼ିଓରେ କେବେ ଏହି କିସ୍ତି ମିଳିବ। ଆଜି ଏକ ସଭାରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ମାର୍ଚ୍ଚ ମାସରେ ମିଳିବ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି। ଦ୍ୱିତୀୟ କିସ୍ତି ଟଙ୍କା ଏକାଥରେ ସମସ୍ତଙ୍କ ଆକାଉଣ୍ଟକୁ ଯିବ। ଏହି ମାର୍ଚ୍ଚ ମାସ ଦ୍ୱିତୀୟ ପର୍ଯ୍ୟାୟରେ ଏକାଥରେ 1 କୋଟି ମହିଳାଙ୍କୁ ଏକା ସାଙ୍ଗରେ ସୁଭଦ୍ରା ଟଙ୍କା ଯିବ। ଏହା ସହ ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ଯେ ଜାନୁଆରୀ ମାସରେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଯୋଜନାର ଟଙ୍କା ଯିବ। ଯେଉଁ ମହିଳାମାନେ ପ୍ରଥମ କିସ୍ତି ପାଇନାହାନ୍ତି ସେମାନଙ୍କ ଆକାଉଣ୍ଟକୁ ଜାନୁଆରୀ ମାସରେ ପ୍ରଥମ କିସ୍ତି ପ୍ରଦାନ କରାଯିବ। ଏହାର ସରକାରଙ୍କ ହିସାବରେ ସୁଭଦ୍ରା ଯୋଜନାରେ ପ୍ରାୟ 1 କୋଟି ମହିଳା ପ୍ରଥମ ପର୍ଯ୍ୟାୟରେ ଟଙ୍କା ପାଇବେ। ଯେଉଁ ମହିଳାମାନେ ପ୍ରଥମ ପର୍ଯ୍ୟାୟରେ ଟଙ୍କା ପାଇବେ ସେହି ମହିଳାମାନେ ମାର୍ଚ୍ଚ ମାସରେ ଦ୍ୱିତୀୟ କିସ୍ତି ଏକା ସାଙ୍ଗରେ ଗୋଟେ ଦିନରେ ଟଙ୍କା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଆଜି ସୂଚନା ଦେଇଛନ୍ତି। ଯେଉଁ ମହିଳାମାନେ ଏବେ ସୁଦ୍ଧା ପ୍ରଥମ କିସ୍ତି ପାଇନାହାନ୍ତି ସେମାନେ ଯଥାଶୀଘ୍ର ନିଜର ଭୁଲ ତଥ୍ୟ ସବୁ ଠିକ୍ କରାଇ ନିଅନ୍ତୁ ଚତୁର୍ଥ କିସ୍ତି ପାଇବା ପୂର୍ବରୁ। ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଜାନୁଆରୀ ମାସରେ ଯିବ। ଯଦି ଆପଣମାନେ ପ୍ରଥମ କିସ୍ତିରେ ଟଙ୍କା ପାଇନାହାନ୍ତି ତାହେଲେ ଆପଣମାନଙ୍କୁ ଦ୍ୱିତୀୟ କିସ୍ତିରେ ଟଙ୍କା ପ୍ରଦାନ କରାଯିବ ନାହିଁ। ତେଣୁ ଯେଉଁ ଯୋଗ୍ୟ ହିତାଧିକାରୀମାନେ ଏବେ ସୁଦ୍ଧା ପ୍ରଥମ କିସ୍ତିର ଟଙ୍କା ପାଇନାହାନ୍ତି ସେମାନେ ଯାହା ବି ନିଜର ଭୁଲ ଅଛି ସେମାନେ ଏବେ ସୁଦ୍ଧା ସବୁ ସଠିକ୍ କରିଦିଅନ୍ତୁ, କାରଣ ଜାନୁଆରୀ ମାସରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଆସିବ। ଧନ୍ୟବାଦ ଦର୍ଶକ ବନ୍ଧୁ।